ଆପଣମାନଙ୍କୁ ସ୍ୱାଗତ କରୁଛି ଆମାଜିମ୍ ଷ୍ଟୋରୀ ୟୁଟ୍ୟୁବ ଚ୍ୟାନେଲ को। ଏହି ସ୍ଥାନରେ ପଶ୍ଚିମରେ ଉଦୟ ହୁଅନ୍ତି ସୂର୍ଯ୍ୟ। ବିଶ୍ୱାସ ନହେଲେ ବି ସତ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ରହସ୍ୟ। ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଏହିଭଳି ତଥ୍ୟ ସର୍ବପ୍ରଥମେ ପାଇପାରିବେ। ବ୍ରହ୍ମାଣ୍ଡରେ ଏପରି ଅନେକ ଜିନିଷ ଏବଂ ଅନେକ ତଥ୍ୟ ରହିଛି ଯାହା ବିଷୟରେ ଆମେ ବିଶେଷ କିଛି ଜାଣିନଥାଉ। ଯେତେବେଳେ ଆମେ ଏହା ବିଷୟରେ ଜାଣିଥାଉ ଆଶ୍ଚର୍ଯ୍ୟ ହୋଇଯାଉ। ଯେହେତୁ ଆମେ ପୃଥିବୀରେ ବାସ କରୁ, ଏହି ଗ୍ରହ ସହିତ ଜଡ଼ିତ ଅନେକ କଥା ଆମେ ଜାଣିଛୁ। ଯଦିଓ ଆଜି ବି ବୈଜ୍ଞାନିକମାନେ ନୂତନ ତଥ୍ୟ କହୁଛନ୍ତି ଯାହାକୁ ଆମେ ନିତ୍ୟ ବ୍ୟବହାର୍ଯ୍ୟ ଭାବରେ ବିବେଚନା କରିଥିଲୁ, କିନ୍ତୁ ଏଥିରେ ବିଜ୍ଞାନ ମଧ୍ୟ ଲୁଚି ରହିଛି। ଆଜି ଆମେ ଏକ ଏମିତି ତଥ୍ୟ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୃଥିବୀରେ 24 ଘଣ୍ଟାରେ ଥରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ତାପରେ ଏହା ମଧ୍ୟ ଅସ୍ତ ହୁଅନ୍ତି। ଏହି ପ୍ରକ୍ରିୟା ଚାଲିଥାଏ ଏବଂ ପିଲାଦିନରୁ ଏହାକୁ ଦେଖିବା ଆମ ପାଇଁ କିଛି ନୂଆ ଲାଗେ ନାହିଁ। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସ୍ଥାନ ଅଛି ଯେଉଁଠାରେ ବର୍ଷକୁ 2 ଥର ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଏଠାରେ ଗୋଟିଏ ଦିନର ଲମ୍ବ 1 ବର୍ଷରୁ ଅଧିକ ହୋଇଥାଏ। ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ ତାହା ପୃଥିବୀରେ ନାହିଁ, କିନ୍ତୁ ଏହି ବ୍ରହ୍ମାଣ୍ଡର ଏକ ଅଂଶ ଅଟେ ଯେଉଁଠାରେ ଆମ ପୃଥିବୀ ମଧ୍ୟ ବିଦ୍ୟମାନ ଅଛି। ଏହା ହେଉଛି ଶୁକ୍ର, ଅର୍ଥାତ୍ ପୃଥିବୀର ନିକଟତମ ଏବଂ ସୂର୍ଯ୍ୟଙ୍କ ଠାରୁ ଦ୍ୱିତୀୟ ଦୂରରେ ଥିବା ଗ୍ରହ। ଶୁକ୍ର ଉପରେ ସୂର୍ଯ୍ୟୋଦୟ, ଯାହାର ଏକ ଉଜ୍ଜ୍ୱଳ ଏବଂ ବିଷାକ୍ତ ବାତାବରଣ ପାଇଁ ଜଣାଶୁଣା, 117 ଦିନରେ ଥରେ ହୁଏ। ଏହି ଗ୍ରହରେ ଗୋଟିଏ ବର୍ଷ 225 ଦିନ ହୋଇଥିବାରୁ ଏଠାରେ ବର୍ଷକୁ 2 ଥର ସୂର୍ଯ୍ୟ ଉଦୟ ହୁଅନ୍ତି। କୌତୂହଳର ବିଷୟ ହେଉଛି, ଯେହେତୁ ଶୁକ୍ର ପଛକୁ ଘୂର୍ଣ୍ଣନ କରନ୍ତି, ସୂର୍ଯ୍ୟ ମଧ୍ୟ ପଶ୍ଚିମ ଦିଗରେ ଉଦୟ ହୋଇ ପୂର୍ବରେ ଅସ୍ତ ହୁଅନ୍ତି। ଶୁକ୍ରକୁ ଅଧିକ ଆକର୍ଷଣୀୟ କରୁଥିବା ବିଷୟ ହେଉଛି ଏଠାରେ ଦିନର ଲମ୍ବ ପୃଥିବୀ ପରି 24 ଘଣ୍ଟା ନୁହେଁ। ଶୁକ୍ରର ଗତି ଏପରି ଯେ ପୃଥିବୀର ସମୟ ଅନୁଯାୟୀ ଏହାର ଅକ୍ଷ ଘୂର୍ଣ୍ଣନ କରିବାକୁ 243 ଦିନ ଲାଗେ। ଯେତେବେଳେ ଶୁକ୍ର ଗ୍ରହ ସୂର୍ଯ୍ୟ ଚାରିପଟେ ଘୂରି ବୁଲିବାକୁ 225 ଦିନ ସମୟ ନେଇଥାଏ, ଏପରି ପରିସ୍ଥିତିରେ ଏହି ସ୍ଥାନରେ ଗୋଟିଏ ଦିନର ଲମ୍ବ 1 ବର୍ଷରୁ ଅଧିକ। ଦିନ ବିତିଯାଏ ନାହିଁ ଏବଂ ସୂର୍ଯ୍ୟ ଉଦୟ ହୋଇ 2 ଥର ଅସ୍ତ ହୁଅନ୍ତି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଯଦି ଏହି